ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ଏବେ ଗାଧୋଇ ସାରି ସବୁ କାମ ସାରି ଦେଉଛି, କାହିଁକିନା ଡେକ୍ଚିପତ୍ର ମାଜି ଦେଇକି ତାପରେ ରୋଷେଇ ଆରମ୍ଭ କରିବି। ତ ମୁଁ ଏବେ ଡେକ୍ଚି ମାଜି ଦେଉଛି। ଆଉ ଭିଡ଼ିଓଟା କ'ଣ ଶେଷ କରିବ, ଶେଷ ପର୍ଯ୍ୟନ୍ତ ଦେଖିବ ନା। ଆଉ ଭିଡ଼ିଓଟା କ'ଣ ଉପରକୁ ଟେକି ଦେଉଛ? ନାଇଁ ସେୟାର ବଟନ୍ଟାକୁ ଦବାଇ ଦେଇ ଯାଆନ୍ତୁ। ଆଉ ଲାଇକ୍ ବି କରନ୍ତୁ, ସେୟାର ବି କରିଦିଅନ୍ତୁ। ହଁ କମେଣ୍ଟ କରିବା ପାଇଁ ଜମାରୁ ଭୁଲିବେନି। ଲାଇକ୍ କିଏ କରିବ? ମାଜିକି ବସେଇବି କହିଲେ ତ ହେବନି ନା, ମାଜିକି ରଖିଦେଇଥିବ ତ ସାଙ୍ଗେ ସାଙ୍ଗେ ବସେଇଲେ ଜଲ୍ଦି ବି ସରିଯିବ। ଗାଧୋଇ ସାରିଥିଲି, କିନ୍ତୁ ମୁଁ ପଖାଳ ଖାଇନଥିଲି ତ ଗାଧୋଇକି ପଖାଳ ଖାଇବି। ଆଉ ଏପଟେ ବି ସଫା କରିଥିଲି, କମଳ ସଫା କରିଥିଲି, ପାଇଁ ଶୁଖେଇନି। ଏବେ ଶୁଖେଇବାକୁ ଯାଉଛି। ଆଉ ଶୁଖା ସାରିକି ତାପରେ ଯାହା କଲେ ବି ଭଲ, କାହିଁକିନା ଯେହେତୁ ବର୍ଷା ସିଜିନ୍, କେତେବେଳେ ବର୍ଷା ଆସିବ ଭାରି କହିହେବନି। ମୋଟା ଜିନିଷ ତାକୁ କନ୍ଥା କମଳ ଯଦି ଧୁଆ ହେଇଯିବ ତାକୁ ଜଲ୍ଦି ଶୁଖେଇଦେବ ତ ଭଲ। ଆଉ ଲେଟ୍ କରିକି ଶୁଖେଇଲେ ତ ଶୁଖିବନି ଜମା, ଆଉ ଗୋଟେ ସ୍ମେଲ୍ କ'ଣ ହୁଏ, ଆଉ ଭଲ ଲାଗେନି। ତ ତାକୁ ଶୁଖେଇ ସାରିକି ଏବେ ଭିଡ଼ିଓ ସୁଟ୍ କରୁନଥିଲି ବି ସେଇ ଟାଇମ୍ରେ, କାହିଁକିନା ଲାଇନ୍ ନଥିଲା। ଆଉ ମୁଁ ଖାଉଛି ଭାତ, ଡାଲି, ଭଜା। ଯେହେତୁ ଆଜି ସୋମବାର ଅଛି, ଆଜି ଭାତ, ଡାଲି, ଭଜା ଟିକେ କରିଦେଇଛି ସେଥିରେ। ଆଉ ଆଜି ଭିଡ଼ିଓ ସୁଟ୍ କରିବାରେ ହେଇଗଲା କ'ଣ ପାଇଁ ନା, ଲାଇନ୍ ନାହିଁ। ଲାଇନ୍ ନଥିଲେ ତ ଅନ୍ଧାର, ଆଉ ଆସିବନି ଭିଡ଼ିଓ, ସେଥିପାଇଁ କିଛି ସୁଟ୍ କରିନି। ତାପରେ ଖାଇସାରିକି ତ ଆସି ବାସନ ବି ଧୋଇଦେବା। ବାସନ ଧୋଇକି ଧରିକି ଆସିଲି, କାହିଁକିନା ବାସନ ଧୋଇ ଧୁଆକି ଯଦି ରଖିଦେଲେ ବି ସାଙ୍ଗେ ସାଙ୍ଗେ ଭଲ। ମୋତେ ସମସ୍ତେ, ମୁଁ ସାଙ୍ଗେ ସାଙ୍ଗେ ଧୋଇକି ରଖେନି, କାହିଁକିନା ରଖିଦେବା ଧୋଇଲେ ମୋତେ ଭଲ ଲାଗେ। ସମସ୍ତେ ମୋତେ କୁହନ୍ତି, ଆଉ ଏତେ ବାସନ ରଖିଛୁ ଧୋଉନୁ। କିନ୍ତୁ ଏକାଥର ଧୋଇଲେ ମୋତେ ଭଲ ଲାଗେ, ଥରଥରକି ଧୋଇଲେ ମୋତେ ଭଲ ଲାଗେନି। ମୋତେ ପାଟି କରନ୍ତି। ଆଜି ଖୁସି ଲାଗିଲା ଟିକେ ଧୋଇଦେଲି। ଆଉ ଆମ ସାର୍ ଆସିଲେ, ଗାଧୋଇଲେ, ତ ସକାଳୁ ଖାଇନଥିଲେ, ତାଙ୍କୁ ଖାଇବାକୁ ଦେଲି, ସେ ଏବେ ଖାଉଛନ୍ତି। ଆଉ ମୁଁ ଟିକେ କହିଲି ଭିଡ଼ିଓ ସୁଟ୍ କରିବି, ତ ସେ ହସିଥିଲେ। ତାପରେ କହିଲେ ହଉ କର, କିନ୍ତୁ ଖାଇବା ପାଇଁ ବସିନି, ସେ ଖାଉଛନ୍ତି। ମୁଁ ତାଙ୍କୁ କହୁଛି ମୁଁ ଭଜା ଭଜି କିଛି ଖାଏନି, ଭଲ ଲାଗେନି। ମୁଁ କହିଲି ନା ଭଲ ଲାଗୁଛି, ତାପରେ ଟିକେ ଭଜା ଥିଲେ। ତାପରେ ଖାଇସାରି ଟିକେ ଶୋଇବା ପାଇଁ ଯାଇଥିଲି। ଶୋଇଲି ହଠାତ୍ ଘଡ଼ଘଡ଼ି ଆଉ ବର୍ଷା ହେଉଥିଲା, ତ ଉଠିକି ଲୁଗାପଟା ଗୋଟା ପାଇଁ ବାହାରିଲି। ମୁହଁ ଧୋଇ ପଡ଼ିଲି। ମୁହଁ ଧୋଇ ସାରିଲା ପରେ ଲୁଗାପଟା ଆଗ ଗୋଟେଇ ଦେବା। ତ ବର୍ଷା ଯଦି ହଠାତ୍ ବର୍ଷା ସିଜିନ୍ ହଠାତ୍ ଆସିବ ଭାରି, ତ ଲୁଗାପଟା ସବୁ ତିନ୍ତିଯିବ, କହିହେବନି। ତ ଯାଇକି ଲୁଗାପଟା ସବୁ ଗୋଟେଇ ଆଣିଲି। ଗୋଟେଇ ଆଣିଲା ବେଳେ ଝିପିଝିପି ବର୍ଷା ଉଠେଇଥାଏ। ଆଉ ଛୁଆମାନେ ବି ଆସିବା ଟାଇମ୍ ହେଇଗଲାଣି, 4ଟା ବାଜିବ। ତାପରେ କ'ଣ କଲି ନା, ମୁଣ୍ଡ ଟିକେ କୁଣ୍ଡେଇ ପଡ଼ିଲି। କହିଲି ଯେ ମୁଣ୍ଡ ଟିକେ କୁଣ୍ଡେଇ ପଡ଼େ। ଆଉ ଘରେ ଚୁଟି ପଡ଼ିବ ବୋଲି ମୁଁ ସବୁଦିନ ବାହାରେ କୁଣ୍ଡେଇ ହୁଏ। ଆଉ ଯାହା ଲଗାଇବା କଥା ଘରେ ଲଗେଇଲେ ବି ମୁଁ ବାହାରେ ଯାଇ କୁଣ୍ଡେଇ ହୁଏ, କାହିଁକିନା ଚୁଟି ପଡ଼ିବ। ଚୁଟି ପଡ଼ିଲେ ଆମ ସାର୍ ତ ଖାଇବେନି। ତାପରେ ମୋ ପୁଅ ବହୁତ ଇଏ, ଯଦି ଭାତରେ ଚୁଟି ପଡ଼ିଲା ସେ ଜମା ଖାଇବନି, ଆଉ ବହୁତ ଜୋରେ ରାଗେ, ପୁରା ବାନ୍ତି ବି ହେଇଯାଏ ତାର। ସେଥିପାଇଁ ବୋଲି ମୁଁ ବାହାରେ କୁଣ୍ଡେଇ ହୁଏ। ତ ଏବେ ବସିକି ଏଠି କୁଣ୍ଡେଇ ହେଉଥିଲି। ଆଉ ଟିକେ ଫୁଲ ଗଛଟା ମୋତେ ଭଲ ଲାଗିଲା, ତ ସେଇଟା ଟିକେ ଦେଖୁଥିଲି। କେତେ ସୁନ୍ଦର ହେଇଛି ନା ଏ ଫୁଲ ଗଛଟି। ଆଉ ଏମିତି ମନ ବି ସମସ୍ତଙ୍କ ସୁନ୍ଦର ହୁଅନ୍ତାନି। ଏବେ ସ୍କୁଲରୁ ଆସିଗଲେ ମୋ ପିଲାମାନେ। କାହିଁକି କେଜାଣି ରାଗିଛି ମୋ ଝିଅ, ବୋଧେ ମୁହଁକୁ ପୁରା ଫୁଲେଇକି ଯାଉଛି। ତ ଏବେ ହେଇଗଲା ସନ୍ଧ୍ୟା ଟାଇମ୍। ଏବେ କ'ଣ କଲି ନା, ଚା ଟିକେ ବସେଇଛି। ବାପା ଆସିଥିଲେ, ଆଉ କ'ଣ କରିବେ, ମୁଁ କହିଲି ଚା ବସେଇଛି ପିଇବ। ଚା ପିଇବାକୁ ଦେଲି। ତାପରେ ଝାଡ଼ୁ କରିବା ପାଇଁ ଆସିଲି। ଝାଡ଼ୁ ଦେଇ ସାରିଲା ପରେ ଘର ଦ୍ୱାର ଟିକେ ଝାଡ଼ୁ ଝାଡ଼ା କରିଦେବି। ଛୁଆମାନେ ପାଠ ପଢ଼ିବେ, ତ ଭଲ ଲାଗେ। ସେମାନେ କହିଲେ, ସେମାନେ ପାଠ ପଢ଼ୁଥିଲେ। ଦେଖ ପୁଅ ପାଠ ପଢ଼ୁଛି, ଏପଟେ ପୁଅ ପାଠ ପଢ଼ୁଛି, ସେପଟେ ଝିଅ ପାଠ ପଢ଼ୁଛି। କାହିଁକିନା ଏକାଠି ପାଠ ପଢ଼ିଲେ ମାଡ଼ ହେବେ। ଆସିଛି ବା ଝିଅଟି। ଆପଣମାନଙ୍କୁ ଯଦି ମୋ ଭିଡ଼ିଓ
ଭିଡ଼ିଓଟି ଭଲ ଲାଗିଥାଏ ତ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଆଉ କ'ଣ ଇଆଡ଼େ ଦେଖୁଛନ୍ତି କ'ଣ ଯାଆନ୍ତୁ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଏବେ ମୁଁ ଚାରିଏ ରହିଛି। ଗୁଡ୍ ନାଇଟ୍। ବାଏ ବାଏ।